ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି। ଜୟ ଗୁରୁ ଜୟ ଜଗନ୍ନାଥ। ଠାକୁରଙ୍କ ପାଦରେ ଅଜସ୍ର ପ୍ରଣତି। ଏ ଜୀବନ ସାରା ତାଙ୍କ ପାଦରେ ଯେତେ ପ୍ରଣତି ଦେଲେ ବି ତାହା ତାଙ୍କ ପାଇଁ ବହୁତ କମ୍ ହେବ। ଆମ ଭଳି କୋଟି କୋଟି ଲୋକ ତାଙ୍କୁ ପ୍ରଣାମ ଜଣାଉଛନ୍ତି। ହିନ୍ଦୁ ମନ୍ତ୍ରରେ, ଇସଲାମ ମନ୍ତ୍ରରେ, ଖ୍ରୀଷ୍ଟିଆନ ମନ୍ତ୍ରରେ, ଶିଖମାନେ ଶିଖଙ୍କ ମନ୍ତ୍ରରେ, ବୁଦ୍ଧିଷ୍ଟମାନେ ବୁଦ୍ଧଙ୍କ ମନ୍ତ୍ରରେ, ସମସ୍ତେ ସମସ୍ତଙ୍କ ମନ୍ତ୍ରରେ ସେ ଠାକୁରଙ୍କୁ ପ୍ରାର୍ଥନା କରୁଛନ୍ତି। ତାହା ଯେ ବେଶୀ ହେଇଯାଉଛି ସେ କଥା ଭାବିବା ବୁଝୁଛୁ। ଦେଖ ଏ ଯେତେ ନଦ ନଦୀ ପ୍ରବାହେ ମିଳନ୍ତି ଜଳଧି। ତେବେ ଯେତେବେଳେ ନଦ ନଦୀର ଜଳ ଗୁଡ଼ିକ ମାନେ ଚିରସ୍ରୋତା ହଉ ବା ଖରସ୍ରୋତା ହଉ ବା ବନ୍ୟା ପୀଡ଼ିତ ହଉ ଯାହା ହଉ, ସେମାନେ ସମୁଦ୍ର ଭିତରେ ମିଶୁଛନ୍ତି। ସମୁଦ୍ରରେ କେବେ ବନ୍ୟା ଆସୁନି। ସମୁଦ୍ର ଭଳି ଯାହା ଥିଲା ତାହା ଅଛି ଏବଂ ରହିବ। ଏବେ ଯେଉଁ ବେଳେବେଳେ ସୁନାମି ଦେଖାଯାଉଛି, ସମୁଦ୍ର ଅଶାନ୍ତ ରହୁଛି, ତୋଫାନ ବାରମ୍ବାର ମାନେ ଆସୁଛି, ଏସବୁ ମାନବକୃତ, ମଣିଷକୃତ। ପର୍ଯ୍ୟାବରଣ ବା ପୃଥିବୀର ସୁନ୍ଦର ପରିବେଶ, ମନୋରମ ପରିବେଶକୁ ମଣିଷ ଯେତିକି ଧ୍ୱଂସ କରୁଛି, ସେତିକି ସମୁଦ୍ର ତାର ତାଣ୍ଡବ ସୃଷ୍ଟି କରୁଛି। ଆମେ ଗଛଟିଏ ଲଗାଇବା ପାଇଁ ଆମକୁ କଷ୍ଟ, କିନ୍ତୁ ଗୋଟିଏ ମନ୍ଦିର ତୋଳିବା ପାଇଁ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ଆମେ ଖର୍ଚ୍ଚ କରୁଛୁ। ସିଏ ମନ୍ଦିର ଆମକୁ ଅମ୍ଳଜାନ ଦେବନି। ସେ ମନ୍ଦିର ଭିତରେ ଯେଉଁ ମୂର୍ତ୍ତି ଅଛନ୍ତି, ସେ ମୂର୍ତ୍ତି ବି ଆମକୁ କଥା କହିବେନି। କିନ୍ତୁ ସେ ମୂର୍ତ୍ତି ଭିତରେ ଯେଉଁ ଶକ୍ତି ରହିଛି, ତାକୁ ମନ୍ଦିର ଭିତରେ ଡାକିଲେ ସେ ଯାହା କହିବ, ଯାହା କରିବ, ଆମ ଘର ଭିତରେ ବା ଶ୍ମଶାନରେ ଯେଉଁଠି ଡାକିଲେ ବି ସେ ସେଇ କଥା ସେ କରିବ। ସେଥିପାଇଁ ଶିବାନନ୍ଦ କହିଥିଲେ, जिस देश में जिस भेष में जिस हाल में रहो, राधा रमन राधा रमन राधा रमन कहो। तुम जोटी ठाओ, नदी कूल बसीच ताको स्मरण कल, मंदिर भितर स्मरण कल, मस्जिद भितर स्मरण कल, चर्च भितर स्मरण कल, किंतु से जो शक्ति सी तुम प्रेरणार उत्स, सी तुम सबकि। से कथाटा मनुष्य आज बुझीपार। गछटिए लगेगा कष्ट, किंतु कोटी कोटी टंकार मंदिर होउछि। आपण मान देखंतु, मु आपण मानकु गोटे कथा कहूछि, जगन्नाथ मंदिर कोन पृथ्वीर अभाव अछि? पश्चिम बंगले कोन अभाव अछि? आपण पश्चिम बंगर केवल कोलकाता सहरटाକୁ ଆପଣ ବୁଲିକି ଦେଖିବେ, ବଙ୍ଗ ଉତ୍କଳ ମାନେ ମିଶିକିରି, ବଙ୍ଗୀୟ ବ୍ୟକ୍ତି ଉତ୍କଳୀୟ ବ୍ୟକ୍ତି ମିଶିକିରି, କେଉଁଠି ଉତ୍କଳୀୟ ମାନେ ମିଶିକିରି ଜଗନ୍ନାଥଙ୍କ ମନ୍ଦିର କେତେ ମନ୍ଦିର ହେଇଛି। ପୁଣି ଗୋଟେ ବିବାଦ ଘେରକୁ ଆସିବା ପାଇଁ, ଚର୍ଚ୍ଚାକୁ ଆସିବା ପାଇଁ ଦୀଘା ଭଳି ଗୋଟେ ପବିତ୍ର ସ୍ଥାନରେ, ଦୀଘା ଗୋଟେ ପବିତ୍ର ସ୍ଥାନ, କାରଣ ଯେହେତୁ ଏଠି ବଙ୍ଗୋପସାଗର ପ୍ରବାହିତ ହେଉଛି, ସେଠି ପୁଣି ଗୋଟେ ଜଗନ୍ନାଥ ମନ୍ଦିର ଆଉ ଗୋଟେ କରିବା କ'ଣ ଦରକାର?
ଯଦି ସେଇ ଦୀଘା କୂଳରେ ଯଦି ଜଗନ୍ନାଥଙ୍କ ନାମରେ ଗୋଟିଏ ଉଦ୍ୟାନ ସୃଷ୍ଟି କରାଯାଇଥାନ୍ତା, ଗୋଟିଏ ପାର୍କ ସୃଷ୍ଟି କରାଯାଇଥାନ୍ତା, ତାହେଲେ ଦର୍ଶକମାନେ ଚତୁର୍ଗୁଣିତ ହେଇ ଆକର୍ଷିତ ହେଇଥାନ୍ତି। ଏଇଭଳି ଅନେକ କଥା ରହିଛି, ଅନେକ ଜାଗାରେ ଦେଖାଯାଉଛି। ଲୋକଙ୍କୁ ଖୁସି କରିବା ପାଇଁ ମନରେ ଭକ୍ତି ନାହିଁ କି ପ୍ରେମ ନାହିଁ କି ପ୍ରୀତି ନାହିଁ କି କିଛି ନାହିଁ, ଗୋଟେ ମୂର୍ତ୍ତି ଗଢ଼ି ଦେଉଛନ୍ତି। ବର୍ଷେ କି 2 ବର୍ଷ ଖଣ୍ଡେ ତା ଦେହରେ ଫୁଲମାଳ ପଡ଼ିବ, ତାପରେ ତାକୁ କେହି ଅନଉନାହାନ୍ତି। ଏବେ ତ ଆପଣ ଜାଣିଛନ୍ତି ଜଣେ ଫୁଟବଲ ଖେଳାଳି, ମୁଁ ତ କେଉଁ ଦେଶରୁ ଆସିଥିଲେ ମୁଁ ତାକୁ ଠିକ୍ ଭାବରେ କହିପାରୁନି, ଆମ ଦେଶକୁ ଆସିଥିଲେ। କିନ୍ତୁ ଆମ ଦେଶକୁ ଆସିଥିଲେ ସିଏ ହେଉଛି ମହାନ କଥା, ତାଙ୍କର ମହାନତା, ଯେହେତୁ ଭାରତକୁ ଆକର୍ଷିତ ହେଇକି ଆସିଥିଲେ। ତାଙ୍କୁ କ'ଣ ଟିଭି ପରଦାରେ ଦେଖି ହେଇନଥାନ୍ତା? ଆପଣଙ୍କ ଘରେ ଘରେ ବର୍ତ୍ତମାନ ହାତରେ 1, 2, 3ଟା ମୋବାଇଲ ଫୋନ୍ ଅଛି। ମୋବାଇଲ ଭିତରେ ତ ସବୁ ଆସୁଛି। ତାଙ୍କ ରୂପଟା କ'ଣ ଦେଖି ହେଇନଥାନ୍ତା? ତାଙ୍କୁ ଦେଖିବା ପାଇଁ ଲୋକ 10,000 15,000 ଟଙ୍କାର ଟିକେଟ୍ କରିଛନ୍ତି। ଜଣେ ଯୁବକ କହୁଥିଲେ, ମୁଁ 10,000 ଟଙ୍କା ଦେଇ ଟିକେଟ୍ କଲି, କିନ୍ତୁ ବିଫଳ ହେଲି, ମୋ ମନଟା ଦୁଃଖ ହେଇଗଲା। ସିଏ ଯଦି ବାବୁ ମୋର ଦେଖା ହୁଅନ୍ତେ, ମୁଁ କହନ୍ତି ଯେ ଦୁଃଖଟା କ'ଣ ପାଇଁ ହେଲା। ସିଏ ଆସିବା ଦ୍ୱାରା ଭାରତ ପାକିସ୍ତାନ କ'ଣ ମିଶିଗଲା? ସିଏ ଆସିବା ଦ୍ୱାରା କ'ଣ ଭାରତ ଆମେରିକା ଚୀନର ସମ୍ପର୍କ ଆହୁରି ବୃଦ୍ଧି ହେଲା? ଆପଣ ଦେଖନ୍ତୁ, କୋଲକାତା ରେଲୱେ ଷ୍ଟେସନ ମାନେ ଏୟାରପୋର୍ଟରେ ମାନେ ଲୋକ ତାଙ୍କୁ ଦେଖିବା ପାଇଁ ଏତେ ମଡ଼ା ଦଳା ଚକଟା ହେଲେ ଯେ କ୍ଷତ ବିକ୍ଷତ ହେଲେ। ଶେଷରେ ବଙ୍ଗଳାର ମୁଖ୍ୟମନ୍ତ୍ରୀ ଆମର, ସେ ବି ଆମ ଭାରତୀୟ, ସିଏ ପୁଣି ସେ ଦଳା ଚକଟା ପାଇଁ ସେ ଜନତାଙ୍କୁ କ୍ଷମା ମାଗିଲେ। ତାହେଲେ ଇଏ କେଉଁ ପ୍ରକାରର ପ୍ରୀତି? ତାପରେ ଆମେ ଶୁଣିଲୁ ତାଙ୍କର ଗୋଟେ ବିରାଟ ମୂର୍ତ୍ତି, କୋଟି କୋଟି ଟଙ୍କାର ଖର୍ଚ୍ଚ ହେଇ ଗୋଟେ ମୂର୍ତ୍ତି ହେଲା। ସେ ମୂର୍ତ୍ତି କାହାକୁ କି ବର ଦେବ? ତାଙ୍କୁ ମନେ ରଖ, ତାଙ୍କ ଆଦର୍ଶକୁ ମନେ ରଖ, ତାଙ୍କ ଚିନ୍ତନକୁ ମନେ ରଖ। ତାଙ୍କ ପାଇଁ ତୁମେ ଗୋଟେ ଗୋଟେ କିଛି ଗୋଟେ ଏମିତି ଖାଇବା ପିଇବା ହସ ଖୁସି କରିଥାନ୍ତ, ସେ ଅଲଗା କଥା। ସେ ମୂର୍ତ୍ତି କଲ, କେହି ଦିନ ସେ ମୂର୍ତ୍ତି ପୂଜା ପାଇବେ। ତେଣୁ ସଜ୍ଜନ, ଏସବୁ କଥା ହେଉଛି ବର୍ତ୍ତମାନ ଆମର ଗୋଟେ ରୋଗରେ ପରିଣତ ହେଇଛି। ମହାପୁରୁଷ ଅଚ୍ୟୁତଙ୍କର ଗୋଟେ ବାଣୀ ଥିଲା, ବିଦେଶୀ ଶାସନ ବିଦେଶୀ ଫ୍ୟାସନ ଭାରତରୁ ହେବ ମନା। କିନ୍ତୁ କେଉଁଦିନ ସେ ହେବ କହିନାହାନ୍ତି, କିଏ ବୁଝେଇଛନ୍ତି ମୁଁ ଜାଣିନି। କିନ୍ତୁ କାହିଁ ମୁଁ ଦେଖୁଛି ବିଦେଶୀ ଶାସନ ଆଜି ବି ଆମ ଭିତରେ ଅଛି। ବିଦେଶର ଫ୍ୟାସନ ଆଜି ବି ଆମେ ଅନୁକରଣ କରୁଛୁ। ସ୍ୱଦେଶୀ ଫ୍ୟାସନ ଆମ ଭିତରେ ଆକର୍ଷିତ ନୁହେଁ। ସ୍ୱଧର୍ମ ପ୍ରତି ଆମର ଯେତିକି ଆନ୍ତରିକତା ନାହିଁ, ଆମେ ସ୍ୱଧର୍ମେ ନିଧନଂ ଶ୍ରେୟ ପରଧର୍ମ ଭୟାବା ଏଗୁଡ଼ା ଜାଣିକିରି ମଧ୍ୟ ଆମେ ବିଦେଶ କଥା, ବିଦେଶ ଖାଦ୍ୟ, ବିଦେଶର ପୋଷାକ, ବିଦେଶର ଚଳଣି, ବିଦେଶର ଭାଷା, ତାକୁ ହିଁ ଆମେ ଆପଣାର କରି ନେଉଛୁ। ତେଣୁ ଠାକୁର ବୋଲି ଯେଉଁ ଶବ୍ଦ, ସେ ଶବ୍ଦର ମହାନତା ଆମେ ପ୍ରକୃତ ବୁଝିନୁ। ପ୍ରଥମଟି ହେଉଛି ଠ। ଏ ଠଟି ହେଉଛି ଅଖଣ୍ଡ ମଣ୍ଡଳାକାର ବ୍ୟାପ୍ତଂ ଯେନ ଚରାଚରମ୍।
ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ଇଏ ହେଉଛି ଠ। ଆତ୍ମା ଯେ ଅତି ନିଜର, ଯେଉଁ ଅଦୃଶ୍ୟ ଜ୍ୟୋତି ସବୁଠାରୁ ଆମର ନିଜର, ସେ ଅଛନ୍ତି ବୋଲି ଆମେ ବଞ୍ଚିଛେ, ସେ ଚାଲିଗଲେ ଆମେ ପୋଡ଼ା ହେବା କି ପୋତା ହେବା। ଇଏ ହେଉଛି ଠା। ଇଏ ଜଗତରେ ଯେତେ ଠା ଅଛି, ଏମିତି ରୋଷେଇ ଘରେ ମା ଟିଏ ରୋଷେଇ କରୁଛି, ଆଜି 5 ଠା କଲା, କାଲି 3 ଠା କରିଥିଲା। ସେମିତି ଠା କହିଲେ ବିଭିନ୍ନ ଦ୍ରବ୍ୟ, ବିଭିନ୍ନ ମନୋରମ ଆକର୍ଷଣୀୟ ସ୍ଥାନ, ବସ୍ତୁ ଇତ୍ୟାଦି। ଏ ସବୁ ହେଉଛନ୍ତି ସେଇ ଠା। ସେ ପାହାଡ଼, ପର୍ବତ, ନଦ, ନଦୀ, ବୃକ୍ଷ, ତରୁ, ତୃଣ, ଲତା, ଇଏ ସବୁ ଗୋଟେ ଗୋଟେ ଠା। ସବୁ ଦେଶ ଗୋଟେ ଗୋଟେ ଠା, ସବୁ ରାଜ୍ୟ ଗୋଟେ ଗୋଟେ ଠା। ପାକିସ୍ତାନରେ କ'ଣ କେତୋଟି ରାଜ୍ୟ ଥିଲା, ତାକୁ 24ଟି ନା କେତେ ରାଜ୍ୟ କରିବେ ବୋଲି ଏବେ ଘୋଷଣା କରୁଛନ୍ତି। ତାମାନେ ଜାଗା ସେତିକି, ତା ଭିତରୁ ମଧ୍ୟ କେତେକ ପଳେଇ ଆସିବା ପାଇଁ ଚେଷ୍ଟା କରୁଛନ୍ତି। ଯାହା ହେଉଛି ସେ ତାଙ୍କର ଅନ୍ତର୍ଦ୍ୱନ୍ଦ୍ୱ କଥା, ଆମେ ତାକୁ କିଛି କହିବା ଉଚିତ ନୁହେଁ। କିନ୍ତୁ ସେତିକି ଲୋକଙ୍କୁ ନେଇ ଠା କରିବା କ'ଣ ଦରକାର? ଧରନ୍ତୁ ଓଡ଼ିଶା ଗୋଟେ ରାଜ୍ୟ, ଓଡ଼ିଶାକୁ ଆମେ 3 ଭାଗ କରିଦେବା। କିନ୍ତୁ ଓଡ଼ିଶା ଯେଡ଼ିକି ସେଡ଼ିକି, ଯେଡ଼ିକି ଥିଲା ସେଡ଼ିକି। କିନ୍ତୁ ଗୋଟେ ଇଏ ଗୋଟେ ରାଜ୍ୟ ହେଲା, ସିଏ ଗୋଟେ ରାଜ୍ୟ ହେଲା, ସିଏ ଗୋଟେ ରାଜ୍ୟ ହେଲା। ତେଣୁ ସବୁବେଳେ ଠା କହିଲେ ଦ୍ରବ୍ୟ, ଠା କହିଲେ ମାନେ ଯାହା ଆମେ ଦୁନିଆରେ ଦେଖୁଛେ ସେ ହେଉଛି ଠା। କୁ କହିଲେ ପୃଥିବୀ। ସେ କୁତ୍ସିତ ମାର୍ଗ, ସେ କୁମନ, ସେ ସବୁ ପୁରୁଣା କଥା ସବୁ ତାକୁ ମନେ ରଖନ୍ତୁ। କିନ୍ତୁ କୁ କହିଲେ ପୃଥିବୀ। ପୃଥିବୀର ଯିଏ ଅଧୀଶ୍ୱର ସେ ହେଉଛନ୍ତି ଠାକୁର। ର କହିଲେ ରସ। କେଉଁ ରସ? ଆଦି ରସ, ଶୃଙ୍ଗାର ରସ, ହାସ୍ୟ ରସ, ବୀର ରସ, କାରୁଣ୍ୟ ରସ, ଏମିତି ବିଭିନ୍ନ ପ୍ରକାର ରସ। ଆଉ ଯିଏ ଯେଉଁ ରସରେ ମାତିଲେ ସେ ସେଇ ପ୍ରକାର ରସିକ। ତେଣୁ ଏଇ ରସକୁ ନେଇ ସମଗ୍ର ଜଗତ ଚାଲିଛି ଏବଂ ଚାଲିବ। ଏଇ ହେଉଛନ୍ତି ଠାକୁର। ବିଶ୍ୱର ବିପଦ ମୁହୂର୍ତ୍ତ ଧୀରେ ଧୀରେ ଘନେଇ ଆସୁଛି। ବିପ୍ଳବର ପଦଧ୍ୱନି ବଳିବାକୁ ମଧ୍ୟ ଶୁଭୁଛି। ସେଥିପାଇଁ 2ଟି ମନ୍ତ୍ର ଆସିଥିଲେ। କାଲି କହିଥିଲି, ଆଜି କହୁଛି। ଏ 2ଟି ମନ୍ତ୍ରକୁ ମନେ ରଖି ପଢ଼ିବେ, ନିଜ ନିଜ ଇଷ୍ଟଙ୍କୁ ପ୍ରଣାମ ଜଣାଇବେ। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ରକାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱାଧା ନମସ୍ତେ। ଆଉ ଗୋଟିଏ ଗୀତାର ଶ୍ଲୋକ, ବାୟୁର୍ଜମଗ୍ନି ବରୁଣ ଶଶାଙ୍କ ପ୍ରଜାପତିଷ୍ଠଂ ପ୍ରପିତାମହଶ୍ଚ ନମୋ ନମସ୍ତେ ତୁ ସହସ୍ର କୃତ୍ୱା ପୁନଶ୍ଚ ଭୂୟୋପି ନମୋ। ଏଇ 2ଟି ଶ୍ଲୋକରେ ବର୍ତ୍ତମାନ ଗୋଟିଏ ବର୍ଷ ପାଇଁ, ସବୁଦିନ ପାଇଁ କଲେଟା ଭଲ। ଆଉ ବିଶେଷ କହି ସମୟ ନଷ୍ଟ କରୁନାହିଁ। ପର୍ଯ୍ୟାବରଣ ପ୍ରତି, ପରିବେଶ ପ୍ରତି ସଚେତନ ହୁଅନ୍ତୁ। ବିପ୍ଳବ କରି ଶିଖନ୍ତୁ। ଯେଉଁ ବିପ୍ଳବ ହେଉଛି ସବୁଜ ବିପ୍ଳବ, ପ୍ରେମର ବିପ୍ଳବ। ଆଉ ପ୍ରେମର ବିପ୍ଳବ ମାନେ ଆତ୍ମହତ୍ୟା ନୁହେଁ। ସେ ତାକୁ ଭଲ ପାଇଲା, ଏ ତାକୁ ଭଲ ପାଇଲା, ସେ ତାକୁ ବାହା ହେଲାନି, ଏ ତାକୁ ବାହା ହେଲାନି, ଆଉ ସେ ବିଷ ଖାଇକିରି ମଲା, ସେ
ମାନେ ଦୌଡ଼ା ଲଗେଇ ମଲା, ଏଗୁଡ଼ାକ ସବୁ ଭୁଲ ରାସ୍ତା। ଆକୁ କରେକ୍ସନ୍ କର, ନିଜକୁ ସମର୍ପିତ କର ଗୋଟେ ନିର୍ଦ୍ଦିଷ୍ଟ ଆଦର୍ଶରେ। ସେ ଗୀତା ହେଇପାରେ, କୁର୍ଆନ ହେଇପାରେ, ବାଇବେଲ ହେଇପାରେ। ଗୋଟେ ଜୀବନକୁ ଗୋଟେ ଆଦର୍ଶ ଭିତରକୁ ନିଅ, ଆଉ ଆଦେଶକୁ ପାଳନ କର, ଗୁରୁଙ୍କ ଆଦେଶକୁ। ଆମେ ହିନ୍ଦୁ, ଆମେ ଗୁରୁଙ୍କ ଆଦେଶକୁ ପାଳନ କରିବା। ଆମେ ବେଦ, ବେଦାନ୍ତ, ଗୀତା, ଭାଗବତର ଆଦେଶକୁ ପାଳନ କରିବା। ଆଉ ଆମେ ଏସବୁ ନକରି ଆତ୍ମହତ୍ୟା କରିବା। କିଏ କାହାକୁ ସ୍ୱାମୀ ମାରିଦେଲାଣି ନା ସ୍ତ୍ରୀ କି, ସ୍ତ୍ରୀ ମାରି ଦେଉଛି ସ୍ୱାମୀ କି, ଇଏ କ'ଣ? କିଏ ନିଜର ସନ୍ତାନମାନଙ୍କୁ ନେଇ କୁଆଡ଼େ ପଳାଉଛନ୍ତି, ଏଗୁଡ଼ା ସବୁ କ'ଣ? ଏସବୁ କେଉଁ ବହିରେ ଲେଖା ଅଛି? ଆତ୍ମହତ୍ୟା ମହାପାପ। ଆତ୍ମହତ୍ୟା କର ନା, ଆତ୍ମସମୀକ୍ଷା କର। ପିଲାମାନେ ଫେଲ୍ ହେଇଗଲେ, ପାଠ ପଢ଼ୁଥିଲେ ଫେଲ୍ ହେଇଗଲେ, ଆତ୍ମହତ୍ୟା କଲେ, ମାନେ କୁଆଡ଼େ ପଳେଇଲେ। ହେ ଯୁବକ ଯୁବତୀମାନେ, ମୋର ପୁଅ ଝିଅ ଭଳି ମୁଁ ସେମାନଙ୍କୁ ନିବେଦନ କରୁଛି, ଆତ୍ମ ସମୀକ୍ଷା କର। ମୁଁ କାହିଁକି ଫେଲ୍ ହେଲି? ଏମିତିକି ଖେଳପ୍ରେମୀମାନେ ଯଦି ଭାରତ ହାରିଗଲା, ମୁଁ ଗୋଟେ ଦୁଇଟା ଜାଗାରୁ ଶୁଣିଛି ସେ ଆତ୍ମହତ୍ୟା କରୁଛନ୍ତି। ଏମାନଙ୍କୁ ପାଗଳାମି କୁହାଯିବନି ତ କ'ଣ କୁହାଯିବ? ଆତ୍ମ ସମୀକ୍ଷା କର, ଆତ୍ମଗ୍ଲାନିରୁ ଦୂରେଇ ଆସ। ଏତିକି କହି ମୋର କଥାକୁ ବିଶ୍ରାମ ଦେଉଛି। ଜୟ ଆତ୍ମା, ଜୟ ଠାକୁର, ଜୟ ଶିଶୁ ଅନନ୍ତ, ଜୟ ଗୁରୁ, ଜୟ ବିଶ୍ୱବନ୍ଦ ଜଗନ୍ନାଥ, ଜୟ ସନାତନ, ଜୟ ସର୍ବଧର୍ମ। ଜୟ ଗୁରୁ, ଜୟ ଗୁରୁ, ଜୟ